हेलो हाय नमस्कार। ମୁଁ ଆପଣଙ୍କର ଅତି ପ୍ରିୟର ମିଷ୍ଟର ସୁନ୍ଦର ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆପଣଙ୍କର ଚ୍ୟାନେଲ ମିଷ୍ଟର ସୁନ୍ଦର। ତ ଚଳିତ ବର୍ଷ ରଜ ଉପଲକ୍ଷେ ବାବୁସାନ ଭାଇଙ୍କର ମୁଭି ରିଲିଜ ହେବା ପାଇଁ ଯାଉଛି, ଯାହାର ଟାଇଟଲ ଅଛି ବା ନାମ ଅଛି ବୋଉ ବୁଟୁ ଭୂତ। ଏଇ ମୁଭିରେ ଷ୍ଟାରିଂ ଅଛନ୍ତି ଆମର ବାବୁସାନ ମହାନ୍ତି, ଅର୍ଚିତା ସିଂ। ଡେଫିନେଟ ଭାବରେ ଅର୍ଚିତା ଆଉ ବାବୁସାନଙ୍କର କେମିଷ୍ଟ୍ରି ଭରପୁର ମାଧ୍ୟମରେ ଦର୍ଶକ ମାନେ ଏଇ ମୁଭି ଦ୍ୱାରା ଦେଖିବା ପାଇଁ ପାଇଯିବେ ରଜ ଉପଲକ୍ଷେ। ଏହି ମୁଭିରେ ଆମର ଯୋଉ ପ୍ରମୋସନ ଷ୍ଟ୍ରାଟେଜି ଅନ୍ ହେଇଯାଇଛି, ଠିକ ଅଛି ନା। ବାବୁସାନ ମହାନ୍ତିଙ୍କର ଗୋଟେ ଡୁଙ୍ଗୁଥିଲି ଗୀତ ଏଇ ମୁଭିରେ ଅଛି। ତ ସେଇ ଗୀତକୁ ଯିଏ ବି ରିଲ୍ସ କରିକି ଭାଇରାଲ ହବ ବା ଯାହାର ରିଲ୍ସ ସବୁଠୁ ଜାଦା ମାନେ ହାଇଲାଇଟ କରିବ, ଫାର୍ଷ୍ଟ ପ୍ରାଇଜ ରଖାହେଇଛି, ସେକେଣ୍ଡ ପ୍ରାଇଜ ରଖାହେଇଛି, ଥାର୍ଡ ପ୍ରାଇଜ ରଖାହେଇଛି, ଠିକ ଅଛି ନା। ତ ଏଇ ଟାଇପ ର କିଛି ତାଙ୍କର ପ୍ରମୋସନ ଷ୍ଟ୍ରାଟେଜି ଅନ୍ କରିଛନ୍ତି। ତାହାକୁ ଛାଡିକି ଆଉ ଗୋଟେ ମିଟଅପ, ଯାହାର ଟାଇଟଲ ବା ନାମ ରଖାଯାଇଛି ଫ୍ୟାନ୍ସ ମିଟଅପ ବୋଉ ବୁଟୁ ଭୂତ ବାବୁସାନ। ତ ଡେଫିନେଟଲି ଭାବରେ ବାବୁସାନ ମହାନ୍ତି ଦେଖା କରିବା ପାଇଁ ଯିବେ, ଆଜ୍ଞା ମିଟଅପ କରିବା ପାଇଁ ଯିବେ ବୋଉ ବୁଟୁ ଭୂତର ଫ୍ୟାନ୍ସ କୁ ବା ବାବୁସାନ ମହାନ୍ତିଙ୍କର ଫ୍ୟାନ୍ସ କୁ। କୋଉ କୋଉ ଜାଗାକୁ ଯିବେ, କେତେବେଳେ ଯିବେ, କୋଉ ଡେଟ୍ ରେ ଯିବେ, ସବୁ କିଛି ଭିଡିଓ ମାଧ୍ୟମରେ ମୁଁ ଏକ୍ସପ୍ଲେନ କରିଦେବି। ଭିଡିଓକୁ ଫାଷ୍ଟ ଲାଷ୍ଟ ଯାଏଁ ୱାଚ୍ କରନ୍ତୁ। ଯୋଉମାନେ ବି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତି ଏବେ ସୁଦ୍ଧା ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରିକି ପାଖରେ ଥିବା ନୋଟିଫିକେସନ ବେଲକୁ ବି ଅନ୍ ନେଇକି ଭିଡିଓକୁ ପୁରା ଲାଇକ୍ କରନ୍ତୁ ଏବଂ ଭିଡିଓକୁ ପୁରା ସେୟାର କରନ୍ତୁ। ତ ବାବୁସାନ ମହାନ୍ତି ଫ୍ୟାନ୍ସ ମିଟଅପ କରିବା ପାଇଁ ଯିବେ ପ୍ରତ୍ୟେକଟି ଜାଗାକୁ ଓଡିଶା, ଠିକ ଅଛି ନା। ବଡ ବଡ ସହରକୁ ଯିବେ ନା ଆମର ତାଙ୍କର ଏଇ ବୋଉ ବୁଟୁ ଭୂତ ମୁଭିର ଯୋଉ ପ୍ରମୋସନ ଷ୍ଟ୍ରାଟେଜିକୁ ହାଇ ଲେଭେଲରେ ଆଣିବା ପାଇଁ, ଠିକ ଅଛି ନା। ଯେପରିକି ଆମର ବଲିଉଡ ମୁଭି ହୁଏ, ଟଲିଉଡ ମୁଭି ହୁଏ, ସେଇପରିକା ବଲିଉଡ ମୁଭି ବି ଏବେ ସେଇଭଳିଆ ତାଙ୍କର ପ୍ରମୋସନ ଷ୍ଟ୍ରାଟେଜି କରିଛନ୍ତି। ବାବୁସାନ ମହାନ୍ତି ଝାରସୁଗୁଡା ଯିବେ, ରାଉରକେଲା ଯିବେ, ବାଲେଶ୍ୱର ଯିବେ, ବାରିପଦା ଯିବେ, ରାୟଗଡା ଯିବେ, ଢେଙ୍କାନାଳ ଯିବେ, ସମ୍ବଲପୁର ଯିବେ, ଭୁବନେଶ୍ୱର ଯିବେ, ବରହମପୁର ଯିବେ। ତ ଏଇ ସବୁ ଜାଗାକୁ ସେ ଯାଇକି ହାଇ ଲେଭେଲରେ ବୋଉ ବୁଟୁ ଭୂତ ମୁଭିକୁ ତାର ଯୋଉ କ୍ରେଜ ଅଛି ତାକୁ ଆହୁରି ନେକ୍ସଟ ଲେଭେଲକୁ ଆଣିବା ପାଇଁ ତାଙ୍କର ଯୋଉ ପ୍ରମୋସନ ଷ୍ଟ୍ରାଟେଜି ଅଛି ସେଇ ସବୁ କରିବା ପାଇଁ ଯିବେ। ତ ବାବୁସାନ ଭାଇଙ୍କର ଯେତେ ବି ଫ୍ୟାନ୍ସ ଏଇ ଭିଡିଓକୁ ଦେଖୁଛନ୍ତି, ପ୍ଲିଜ ଆପଣ ମାନେ କମେଣ୍ଟ ରେ ଜଣାନ୍ତୁ ଯେ ଆପଣଙ୍କର ଲୋକେସନ ବା ଆଡ୍ରେସ କୋଉ ଜାଗାରେ ଅଛି, ଏଇ ସବୁ ଜାଗାରେ ଅଛି ନା ନାହିଁ, ଠିକ ଅଛି ନା। ମୁଁ ତ ବାରିପଦା ଭାଇ ଆସିଲା ମାନେ ମୁଁ ତ ବାରିପଦାକୁ ନିହାତି ଭାବରେ ଯିବି, କାହିଁକି ନା ମୁଁ ମୟୂରଭଞ୍ଜକୁ ବିଲଙ୍ଗ କରେ ଯେହେତୁ ବାରିପଦା ଯେହେତୁ ସେ ଆସିବେ, ତ ମୁଁ ନିହାତି ଭାବରେ ବାବୁସାନ ଭାଇଙ୍କୁ ଦେଖା କରିବା ପାଇଁ ବାରିପଦାକୁ ତ ନିହାତି ଭାବରେ ଯିବି। ତ ଆଶା କରୁଛି ବହୁତ ସବୁ ଘମାଘଟ ହବ ସେଇ ମାଧ୍ୟମରେ, ଠିକ ଅଛି ନା। ଚେଷ୍ଟା କରିବି ଯେ ବହୁତ ପ୍ରକାର ଭିଡିଓ ଆଣିବା ପାଇଁ, ଠିକ ଅଛି। ତ ଏଇ ଭାବରେ କିଛି କଥା ରହିଲା। ତ ବହୁତ ବଡ ଲେବୁଲର ଧରଣର ଏଇଟା ହଉଛି ଆମର ଓଡିଆ ମୁଭିର ପ୍ରମୋସନ ହଉଛି ଫାର୍ଷ୍ଟ ଟାଇମ ପାଇଁ, କାହିଁକି ନା ଦେଖନ୍ତୁ ଆଗରୁ ଗୋଟିଏ ହେଲେ ବି ଓଡିଆ ମୁଭିର ଆପଣ ମାନେ ଏଇଭଳିଆ ପ୍ରମୋସନ ଦେଖିନଥିବେ। ବାବୁସାନ ନିଜେ ଯିବେ ତାଙ୍କର ଫିଲ୍ମ ପ୍ରମୋସନ କରିବା ପାଇଁ ରାଉରକେଲା, ରାୟଗଡା, ବ୍ରହ୍ମପୁର, ଭୁବନେଶ୍ୱର, ବାଲେଶ୍ୱର, ଢେଙ୍କାନାଳ, ବାରିପଦା, ବାଲେଶ୍ୱର, ଠିକ ଅଛି। ଏମିତି ବହୁତ ଗୁଡିଏ ଜାଗାକୁ ସେ ଯିବେ, ଝାରସୁଗୁଡା ଯିବେ, ଠିକ ଅଛି ନା। ଏସବୁ ବହୁତ ଜାଗାକୁ ଯିବେ, ଫ୍ୟାନ୍ ଫ୍ୟାନଙ୍କ ସାଙ୍ଗରେ ମିଶିକି କେମିତି କଣ ହବ ସବୁ କିଛି ଡିସ୍କସ କରିବେ, ମିଶିବେ, ସବୁ କିଛି ହବ। ତ ଆପଣ ମାନେ ଯାଉଛନ୍ତି ନା ନାଇଁ ପ୍ଲିଜ କମେଣ୍ଟ ମାଧ୍ୟମରେ ଜଣେଇବେ, ଆପଣଙ୍କ ଲୋକେସନ ବି କମେଣ୍ଟ ମାଧ୍ୟମରେ ଜଣେଇବେ। ତ ଏଇ ସବୁ ଯୋଉ ତାଙ୍କର ପ୍ରମୋସନ ଷ୍ଟ୍ରାଟେଜି ଆପଣଙ୍କୁ କେମିତି ଲାଗିଲା ପ୍ଲିଜ କମେଣ୍ଟ ମଧ୍ୟ ଜଣେଇଦେବେ। ଭିଡିଓ କେମିତି ଲାଗିଲା ସେଟା ବି ପ୍ଲିଜ କମେଣ୍ଟ ମାଧ୍ୟମରେ ଜଣେଇଦେବେ। ଯୋଉମାନେ ବି ଚ୍ୟାନେଲକୁ ଏବେ ସୁଦ୍ଧା ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇକି ପାଖରେ ଥିବା ନୋଟିଫିକେସନ ବେଲକୁ ବି ଅନ୍ ନେଇକି ଭିଡିଓକୁ ପୁରା ଲାଇକ୍ କରନ୍ତୁ, ଭିଡିଓକୁ ପୁରା ସେୟାର କରନ୍ତୁ। କ୍ଲିୟର ଲାଗିଲା? ବାय ବାय, ଜୟ ଜଗନ୍ନାଥ।